गुड मॉर्निंग दर्शक बंधु। आज हूँ 16 तारिख शुक्रवार। आसतु आज सकाल टॉप न्यूज जाणीनवा। न्यूज जाणवा पूर्व पाखुर सब्सक्राइब बटन को सब्सक्राइब करंतु। तो दर्शक बंधु आज प्रथम न्यूज खबर आसतु शुणीनवा। गांधी मार्ग रे प्रथम थर पर मुख्यमंत्री भावे पताका उत्तोलन कले मुख्यमंत्री मोहन चरण माझी। राज्यस्तरीय स्वाधीनता दिवस समारोह रे पताका उत्तोलन कले मुख्यमंत्री चरण माझी। प्रथम थर पर मुख्यमंत्री भावे भुवनेश्वर रे गांधी मार्ग रे पताका उत्तोलन करिसंती। पताका उत्तोलन रे गांधी मार्ग रे राज्यवासी को संबोधन करिसंती। समारोह रे ओडिया स्वाधीनता संग्रामी को स्मरण करने सह पाइक विद्रोह योद्धा मानू श्रद्धांजलि जणाइछंती। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମ ଦେଶର ଅନ୍ୟାନ୍ୟ ଇଂରେଜୀମାନଙ୍କ ମୂଳଦୁଆ ହୋଇଥିବା ଭଳି ଦେଇଥିଲା। ଦେଶ ଏବଂ ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ମାନ ସହିତ ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମୀ ଜୟ କୃଷ୍ଣ ମହାନ୍ତି ଓ କିରଣ ପାଲା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗରର ବିଶିଷ୍ଟ ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୂ ମମତା ଜେନା, ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ, ବେଗୁଇନ ଗାନ୍ଧୀ ନୀଳକଣ୍ଠ ମିଶ୍ରଙ୍କ ପୁଅ ଶିବନାରାୟଣ ମିଶ୍ର, ଭଦ୍ରକ ତାଲପଡ଼ାର ବିଶିଷ୍ଟ ସଂଗ୍ରାମୀ କୃପାସିନ୍ଧୁ ଦାସ ଓ ନାତୁଣୀ କିରଣପାଲା ଦାସ ସବୁ ବିଶିଷ୍ଟ ସଂଗ୍ରାମୀ ମାନଙ୍କର ପବିତ୍ର ଦିନ ସଂଗ୍ରାମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶଙ୍କ ଭବନରେ ସ୍ୱାଧୀନ ଦିବସ ପାଳିତ। ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ପାଳିତ ହେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମହାପୁରୁଷ ମାନଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଦେଶ ତଥା ରାଜ୍ୟ ଓ ଗୌରବ ବୃଦ୍ଧି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ ସମ୍ମାନ ସହିତ ସ୍ୱାଗତ ଜଣାଇଥିଲେ। ଦର୍ଶକ ବନ୍ଧୁ, ଭାରତର ଜିଏସଟି ତ ସମସ୍ତେ ଜାଣିଥିବେ। ଟ୍ୟାକ୍ସ ସେପ୍ଟେମ୍ବର 9ରେ ଜିଏସଟି ପରିଷଦ ବୈଠକ ଟ୍ୟାକ୍ସ ପ୍ଲାନ୍ର ହ୍ରାସ କରିବାରେ ବିଚାର କରାଯାଇଛି। ଉପରକୁ ଜିଏସଟି ହଟାଇବା ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବିରୋଧୀ ମଧ୍ୟରେ ବିବାଦ ଲାଗିଥିବା ବେଳେ ଆସନ୍ତା ମାସ 9 ତାରିଖରେ ସଂଗ୍ରାମୀ ଏବଂ ସେବା ଟ୍ୟାକ୍ସ ପରିଷଦ ବୈଠକ ହେବାକୁ ଯାଉଛି। ତେବେ ଏହି ବୈଠକରେ ଜିଏସଟି ହାରରେ ସଂସଦ ଏବଂ ପରିଷଦର ପୂର୍ବ ବୈଠକ ଜୁନ 23ରେ ହୋଇଥିଲା। ଏହାପରେ ନିର୍ମଳା ସୀତାରାମ କହିଥିଲେ ଯେ ଟ୍ୟାକ୍ସ ହାରକୁ କରିବା ପାଇଁ ପ୍ରୟାସ ଚାଲିଛି। ଆଗାମୀ ବୈଠକରେ ଜଣାପଡ଼ିବ ଯେ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ଏ ଦିଗରେ କେତେ ଦୂର ଆଗଉଛି। ଅର୍ଥମନ୍ତ୍ରୀ ଆହୁରି କହିଥିଲେ ଯେ ରିପୋର୍ଟ ଯଦି ପ୍ରସ୍ତୁତ ହୋଇନଥିବ ତେବେ ମନ୍ତ୍ରିମଣ୍ଡଳ ଏହାର ଡ୍ରାଫ୍ଟ ଉପସ୍ଥାପନ କରିବ। ଏହି ଜିଏସଟି ପରିଷଦ ଟିକସ ଦର ହ୍ରାସ ଉପରେ ଆଲୋଚନା ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନ ଦିବସରେ 98 ମିନିଟର ଅଭିଭାଷଣ ଦେଇ ନୂଆ ରେକର୍ଡ କଲେ। ଆଜି ନୂଆଦିଲ୍ଲୀ ଦେଶ ଆଜି ସ୍ୱାଧୀନ ଦିବସ ପାଳନ କରୁଛି। ଏହି ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଅଗଷ୍ଟ 15ରେ ଦୀର୍ଘତମ ସ୍ୱାଧୀନତା ଦିବସ ଭାଷଣ ଦେଇ ଲାଲକିଲ୍ଲାର ସମ୍ବୋଧିତ କରିଥିଲେ। ଏହି ଭାଷଣ 2016ରେ ସେଟ୍ ହୋଇଥିବା 69 ମିନିଟର ପୂର୍ବ ରେକର୍ଡକୁ ଅତିକ୍ରମ କରିଥିଲା। 72 ମିନିଟରେ ଦୀର୍ଘତମ ଭାଷଣ ପାଇଁ ରେକର୍ଡ ରଖିଥିଲେ। ପରେ ନେହେରୁ ଏବଂ ଇନ୍ଦିରା ଗାନ୍ଧୀ କ୍ଷୁଦ୍ରତମ ଭାଷଣ ପାଇଁ ରେକର୍ଡ ରଖିଛନ୍ତି। ପୁଣି ଲଘୁଚାପ ରାଜ୍ୟରେ ବର୍ଷାର ପରିମାଣ 3ରୁ 4 ଦିନ ହେଲା କମିଥିବା ବେଳେ ଏବେ ପାଣିପାଗକୁ ନେଇ ପୁଣି ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
ବଙ୍ଗୋପସାଗରରେ ଲଘୁଚାପ ନେଇ ବଡ଼ ଅପଡେଟ୍ ଦେଇଛି ଆଞ୍ଚଳିକ ପାଣି କାରଣ ରାଜ୍ୟରେ ପ୍ରଭାବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି। ସେହିଭଳି ବାଂଲାଦେଶ ଓ ପଶ୍ଚିମ ବଙ୍ଗୋପସାଗରରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।